ଦେଖନ୍ତୁ ଆଜି କ'ଣ ପାଇଁ ସେ ଧାରଣାରେ ବସିଛନ୍ତି? ସେ ବାଧ୍ୟ ହୋଇଛନ୍ତି। ତାଙ୍କ ନେତୃତ୍ୱ ନେଉଥିବା ବ୍ୟକ୍ତିକୁ ଯେଉଁଭଳି ଭାବରେ ହତ୍ୟା କରାଯାଇଛି ସେ ସହିପାରିନାହାନ୍ତି। ଆପଣ ଦେଖିଥିବେ ଗତକାଲି କିଭଳି ଭାବରେ ସେ ସମସ୍ତେ କାନ୍ଦୁଥିଲେ, ଆଉ ଆଜି ବି କାନ୍ଦୁଛନ୍ତି। ଆଜି ଆପଣ ଯଦି ଦେଖିବେ ତାହେଲେ ଭୁବନେଶ୍ୱରକୁ ଯେତିକି ସୁନ୍ଦର ରଖାହେଇଛି, ପ୍ରବାସୀ ଭାରତୀୟ ଦିବସ ସେଲିବ୍ରେସନ ହବ ବୋଲି ସେମାନେ ଏତେ ଏକ୍ସାଇଟେଡ୍ ଥିଲେ, ରାତିରେ ବି କାମ କରୁଥିଲେ, ସନ୍ଧ୍ୟାବେଳେ ବି କାମ କରୁଥିଲେ। ଆପଣ ଯେତେବେଳେ ଦେଖିବେ ରାସ୍ତାରେ ଗୋଟେ କାଗଜ ପଡ଼ିଲେ ସେ ଉଠେଇକି ନେଉଥିଲେ। ଆଜି କାହିଁକି ବନ୍ଦ କରୁଛନ୍ତି? ସେତିକି ନ ବାଧିଥିଲେ ସେ କ'ଣ ଏମିତି କାମ ବନ୍ଦ କରିଥାନ୍ତେ? ତାଙ୍କ ସହିତ ଆଲୋଚନା ଜାରି ରହିଛି। ନିଶ୍ଚିତ ଭାବରେ ଆମେ ଦାବି କରୁଛୁ। ସେତେବେଳେ ବି ମୁଁ କହିଛି, ଏବେ ମଧ୍ୟ ମୁଁ କହୁଛି ଯେ କୋଉଠି ନା କୋଉଠି ଅନ୍ୟାୟ ହେଇଛି। ପୋଲିସର ମିତ୍ର ଥାଇକି ଯଦି ତାକୁ ପୋଲିସର ସୁରକ୍ଷା ମିଳିପାରିନି, ସେ ଯଦି ଆଜି ଏଇଭଳି ଭାବରେ ଦିନ ଦହାଡ଼େ ତାର ହତ୍ୟା କରାଯାଇଛି, ତାହେଲେ ନିଶ୍ଚିତ ଭାବରେ କୋଉଠି ନା କୋଉଠି ଭୁଲ ରହିଛି। ତେଣୁ ପୋଲିସ ବିଭାଗ ତାଙ୍କୁ ନ୍ୟାୟ ଦିଅନ୍ତୁ, ତୁରନ୍ତ ନ୍ୟାୟ ଦିଅନ୍ତୁ, ଆଉ ତରବରିଆ ଭାବରେ କେସ୍ କ୍ଲୋଜ ନ କରନ୍ତୁ। ତାଙ୍କ ପରିବାରକୁ କ୍ଷତିପୂରଣ ମିଳୁ। ଯାହା କୁହାଯାଉଛି ଆର୍ଥିକ କ୍ଷତିପୂରଣ ସହିତ ତାଙ୍କ ପରିବାରରେ ଯେ ଛୋଟ ଛୋଟ ଝିଅ ଦୁଇଟି ଅଛନ୍ତି, ଛୋଟ ଛୋଟ, ତେଣୁ ତାଙ୍କ ସ୍ତ୍ରୀକୁ ମଧ୍ୟ ଚାକିରି ମିଳୁ। ସୋ ଦ୍ୟାଟ୍ ଆମର ତାଙ୍କର ସେଇ ଡିମାଣ୍ଡ ରହିଛି। ଆମେ ମଧ୍ୟ ଆଜି ତାଙ୍କ ସହିତ ଆଲୋଚନା କରୁଛୁ। ଆମର ଡିସିପି ମହୋଦୟ ଏବଂ ଆମର ଅଫିସିଆଲ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଏବେ ମଧ୍ୟ ସେ ବିଏମସି ଅଫିସରେ ଅଛନ୍ତି, ତାଙ୍କର ଲିଡର ମାନେ କଥାବାର୍ତ୍ତା ଜାରି ରହିଛି। ସେ କେବେ ବି ଚାହାନ୍ତିନି ସହରକୁ ଅସୁନ୍ଦର କରିବା ପାଇଁ, ସହରକୁ କାମ ବନ୍ଦ କରିବାକୁ କେବେ ଚାହାନ୍ତିନି, କିନ୍ତୁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି। ଏକଥାକୁ ତ କେହି ଅସ୍ୱୀକାର କରିପାରିବେନି। ଆପଣ କୁହନ୍ତୁ, ଆପଣଙ୍କ ପରିବାରରେ ଯଦି ଏଭଳି ଘଟିଥାନ୍ତା ତାହେଲେ କ'ଣ ହେଇଥାନ୍ତା? କିଭଳି ଭାବରେ ସେ ତାକୁ ମାରିଛନ୍ତି ଆପଣ ଦେଖନ୍ତୁ, କେତେ ନୃଶଂସ ସେମାନେ। ତେଣୁ ଦିନ ଦହାଡ଼େ ଯଦି ଏଇଭଳିଆ ଘଟଣା ହେଉଛି, ତାକୁ ତ ଯିଏ କେହି ମଧ୍ୟ ନିଶ୍ଚିତ ଭାବରେ ପ୍ରତିବାଦ କରିବ। ତେଣୁ ଆମେ କଥାବାର୍ତ୍ତା ଜାରି ରଖିଛୁ। ମୁଁ ଭାବୁଛି ସବୁ ଜିନିଷ ସର୍ଟ ଆଉଟ୍ ହେଇଯିବ।